ଆପଣମାନେ ଦେଖିପାରୁଥିବେ 10,000 ମିଳିପାରେ ସୁଭଦ୍ରା ଯୋଜନା ଟଙ୍କା ଏହିପରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତ ଆପଣମାନେ ବି ସୁଭଦ୍ରା ଟଙ୍କା ବହୁତ ଜଲ୍ଦି ପାଇଯିବେ ଏଇ 10,000 ଭିତରେ। ତା ପୂର୍ବରୁ ବହୁତ ଜଲ୍ଦି ଆପଣଙ୍କ ଆଧାର କାର୍ଡ଼ଟି ସଂଶୋଧନ କରିନିଅନ୍ତୁ, ଆଉ ମୋବାଇଲ ନମ୍ବର ଆଟାଚ୍ ନଥିଲେ ଆଟାଚ୍ ବି କରିନିଅନ୍ତୁ, ଆଉ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ଼ ତୁରନ୍ତ ଯାଇକି ଲିଙ୍କ କରିଦିଅନ୍ତୁ, ନହେଲେ ଇ KYC କରିଦିଅନ୍ତୁ। ତାପରେ ଆପଣ ସୁଭଦ୍ରା ଯୋଜନା ଆପ୍ଲାଏ କରନ୍ତୁ, ଆଉ 10,000 ମଧ୍ୟରେ ଆପଣଙ୍କ ସୁଭଦ୍ରା ଟଙ୍କା ଆସିଯିବ। ଦେଖନ୍ତୁ ରାଜ୍ୟ ସରକାର କ'ଣ କହିଛନ୍ତି, 10,000 ମିଳିପାରେ ସୁଭଦ୍ରା ଯୋଜନା ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାମାନଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ତ ଆପଣମାନଙ୍କୁ ସୁଭଦ୍ରା ଟଙ୍କା ଆହୁରି 10,000 ଦିଆଯିବ ବୋଲି ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ତେଣୁକରି ଆପଣମାନେ ବହୁତ ନିଶ୍ଚିନ୍ତ ରୁହନ୍ତୁ, ଆଉ ସୁଭଦ୍ରା ଯୋଜନା ଫର୍ମ ଆପ୍ଲାଏ କରିନିଅନ୍ତୁ। ତ ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ତା ପୂର୍ବରୁ କହିବି, ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ତ ଚାଲନ୍ତୁ ଆମ ଓଡ଼ିଶା ସରକାର ମୋହନ ମାଝୀ ଆଉ କ'ଣ କହିଛନ୍ତି ମହିଳାମାନଙ୍କ ବିଷୟରେ ଦେଖନ୍ତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା 2025 ମାର୍ଚ୍ଚ 8 ତାରିଖ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ଦିଆଯିବ, କିନ୍ତୁ ଦ୍ୱିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। ମାନେ ଆପଣଙ୍କର ମହିଳା ଦିବସରେ ଦ୍ୱିତୀୟ କିସ୍ତି ବି ପ୍ରାୟ ମାଆମାନଙ୍କୁ ଆସିଯିବ। ଯେଉଁ ମାଆମାନଙ୍କୁ ମିଳିଥିଲା ପ୍ରଥମ କିସ୍ତି ସେଇ ମାଆମାନଙ୍କୁ ଦ୍ୱିତୀୟ କିସ୍ତି ବି ବହୁତ ଜଲ୍ଦି ମିଳିଯିବ। ତେଣୁକରି ଆପଣମାନେ ଯଦି ପ୍ରଥମ କିସ୍ତି ପାଇନାହାନ୍ତି ତାହେଲେ ଆପଣ ପ୍ରଥମ କିସ୍ତି ତୁରନ୍ତ ଉଠାନ୍ତୁ, ତାପରେ ଆପଣଙ୍କ ଦ୍ୱିତୀୟ କିସ୍ତି ବହୁତ ଜଲ୍ଦି ଆସିବ ଭାରି। ଚାଲନ୍ତୁ ଆଉ ଜାଣିବା ଆଉ ମୁଖ୍ୟମନ୍ତ୍ରୀ କ'ଣ କହିଛନ୍ତି ଆମ ମୋହନ ମାଝୀ। ଦେଖନ୍ତୁ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବୁଧବାର ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ 25 ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିବ। କାର୍ଯ୍ୟକ୍ରମେ ମୋଟ 1 କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ତ ଆଉ 1 କୋଟି ମହିଳାଙ୍କୁ ଦିଆଯିବ। ତାପରେ କ'ଣ ଲେଖିଛନ୍ତି ଦେଖନ୍ତୁ, 2 ଦିନ ପୂର୍ବରୁ ଏନେଇ ସମୀକ୍ଷା କରିଛନ୍ତି। 25,11,000 ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି। ଇ KYC ପାଇଁ ଟିକେ ସମୟ ଲାଗୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତ କହିଛନ୍ତି କି ଇ KYC ପାଇଁ ଟିକେ ଲେଟ୍ ଲାଗୁଛି, ତେଣୁକରି ଆପଣମାନେ ନିଶ୍ଚିନ୍ତ ରୁହନ୍ତୁ, ଆଉ ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରିନିଅନ୍ତୁ। ତ ଚାଲନ୍ତୁ ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ଆମ କମେଣ୍ଟରେ ଜଣାଇବେ। ଯଦି ମନରେ କିଛି ଡାଉଟ୍ ଅଛି ତ କମେଣ୍ଟରେ କରିପାରିବେ।